ସହରର ରାସ୍ତାଘାଟରେ ବୁଲାଗୁରୁଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ନିୟମିତ ଟ୍ରାଫିକ୍ ସମସ୍ୟା, ରାସ୍ତା ଅବରୋଧ ଏବଂ ସଡ଼କ ଦୁର୍ଘଟଣା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ମୋତିରାମ ଚୌହାନଙ୍କ ସହ ଆଲୋଚନା ଏବଂ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି କ୍ରମରେ ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳରେ ଘୁରି ବୁଲୁଥିବା ଗୋରୁଗାଈଙ୍କୁ ଶ୍ରୀକୃଷ୍ଣ ଗୋଶାଳା ଏବଂ ଏହାର ସଂଲଗ୍ନ ପଡ଼ିଆକୁ ସ୍ଥାନାନ୍ତର କରାଯାଉଛି। ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ 55ଟି ଗୋରୁକୁ ସ୍ଥାନାନ୍ତର କରାଯାଇଥିବା ବେଳେ ବିଗତ 2 ଦିନ ମଧ୍ୟରେ 165ଟି ଗୋରୁଙ୍କୁ ସୁରକ୍ଷିତ ଭାବେ ଗୋଶାଳାକୁ ପଠାଯାଇଛି। ଏହି ଅଭିଯାନ ପୂର୍ବରୁ ପୌରପାଳିକା ତରଫରୁ ସହର ସାରା ମାଇକ୍ ଦ୍ୱାରା ସଚେତନତା ନିମନ୍ତେ ଘୋଷଣା ମଧ୍ୟ କରାଯାଇଥିଲା। ପ୍ରଶାସନ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଛି। ଯଦି କୌଣସି ଗୋପାଳକ ମାଲିକ ନିଜ ଗୋରୁଙ୍କୁ ନେବା ପାଇଁ ଦାବି କରନ୍ତି ତେବେ ତାଙ୍କୁ ଗୋରୁ ପିଛା 4,000 ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଏଥିସହିତ ଭବିଷ୍ୟତରେ ଗୋରୁଙ୍କୁ ରାସ୍ତାରେ ଖୋଲା ଛାଡ଼ିବେ ନାହିଁ ବୋଲି ଏକ ସ୍ୱାକ୍ଷରିତ ପ୍ରତିଶ୍ରୁତି ମଧ୍ୟ ଦେବାକୁ ହେବ। ଏହା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଝାରସୁଗୁଡ଼ା ପୌରପାଳିକା, ପ୍ରାଣୀ ସମ୍ପଦ ବିଭାଗ, ଶ୍ରୀକୃଷ୍ଣ ଗୋଶାଳା ଏବଂ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ନେଇ ଏକ ମନିଟରିଂ କମିଟି ମଧ୍ୟ ଗଠନ କରାଯାଇଛି। ପୌରପାଳିକା ତରଫରୁ ବଜରଙ୍ଗ ଦଳର ସଦସ୍ୟଙ୍କ ସହଯୋଗରେ ଗୋରୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ପ୍ରାଣୀ ସମ୍ପଦ ବିଭାଗ ଗୋରୁଙ୍କ ରୋଗ ନିରୂପଣ, ଚିକିତ୍ସା, ଗୋଖାଦ୍ୟ ଏବଂ ଟ୍ୟାଗିଂ କାର୍ଯ୍ୟ ବୁଝିବେ। ଏଥିସହିତ ଶ୍ରୀକୃଷ୍ଣ ଗୋଶାଳା କର୍ତ୍ତୃପକ୍ଷ ଗୋରୁଙ୍କ ରହିବା ସ୍ଥାନର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରହଣ କରିଛନ୍ତି।